ତମେ ପ୍ରତ୍ୟେକଙ୍କୁ ଧନ୍ୟବାଦ ଜମା ଦେବା ନାହିଁ କାହିଁକି ଦେବା ନାହିଁ ସେ କାରଣ କହିଲା ପରେ ଆପଣ ଦିଆଦି କରୁନି ଆପଣ ସ୍ଥିର କରିବେ ମୋ ପ୍ରତିଶତ ବସ୍ତୁ ଯଦି ଭୁଲ ଥାଏ ଗୋଟିଏ ଶବ୍ଦରେ ଆମେ ପଢ଼ିଥିଲେ ଧର୍ମପଦ କଥା ବାଜିରାଉତ କଥା ହେମ ବାବୁରାଣୀ କଥା ଗୋଟିଏ ଶବ୍ଦ ତାଙ୍କ ପାଇଁ ପ୍ରଯୁଜ୍ୟ ଥିଲା ସାନ ସୀମା ଦାନତା ମହା ସୀମା ଦାନତା ମହା ବାଜିରାଉତ କଣ କରିଥିଲେ ହେମ ବାବୁରାଣୀ କଣ କରିଥିଲେ ଧର୍ମପଦ କଣ କରିଥିଲେ ସମସ୍ତେ ଜାଣିଛନ୍ତି ଓଡ଼ିଆ ଜାତି ଜାଣିଛି ଆଜି ଆମର ସର୍ବକନିଷ୍ଠ ତନୟ ପଟ୍ଟନାୟକ ଯାହା କହିଗଲେ ମର୍ମେ ମର୍ମେ ସମସ୍ତଙ୍କୁ ଛୁଇଁଗଲା ନିହାତି ଅଜସ୍ର ଆଶୀର୍ବାଦ ଅଜସ୍ର ଶୁଭେଚ୍ଛାର ଅପେକ୍ଷାରେ ତନୟ ଏକ ନକାରାତ୍ମକତା ଭିତରେ ସକାରାତ୍ମକତା କେମିତି ଆଣିବାକୁ ପଡ଼ିବ ସୁଯୋଗ୍ୟ ପରିବାରର ସୁଯୋଗ୍ୟ ପିତାଙ୍କର ସୁଯୋଗ୍ୟ କର୍ମୀ ଓଡ଼ିଶାରେ ମୁଦ୍ରଣ ଶିଳ୍ପ ବା ଗଣମାଧ୍ୟମ ଶିଳ୍ପରେ ଯେଉଁ ପରିବର୍ତ୍ତନ ଆସିଛି ଓଡ଼ିଶାର ସାମ୍ବାଦିକତା ଇତିହାସରେ ଏକ ଅଭିଧା କରିଦେଲା ସେହି ଶିଳ୍ପକୁ ସେହି ପରମ୍ପରାକୁ ବଜାୟ ରଖିବାରେ ତନୟ ପଟ୍ଟନାୟକ ଯେତେବେଳେ ଆଗ୍ରହ ହେଲେ ଏବଂ ବିଗତ 2 ମାସ ଭିତରେ ମାତ୍ର 5ଟି ସମ୍ପାଦକୀୟରେ ସେ ଛାପ ଛାଡ଼ିଗଲେ ଯେତେବେଳେ ପଖାଳ ଦିବସର ସମ୍ପାଦକୀୟ ଆପଣ ପଢ଼ିବେ ତାଙ୍କ କଥା ତନୟ ପଟ୍ଟନାୟକଙ୍କ କଥାରୁ ଆପଣ କ'ଣ ପାଇଲେ କେତେ କଥା କହିଲେ ପଜିଟିଭିଟି ସକାରାତ୍ମକ କଥା ଭିତରେ ଗୋଟିଏ କଥା କହିଲେ ବିଦ୍ରୋହର ସ୍ୱର ସେ ମାନେ ଅତି ସାଇଲେନ୍ସ ଅତି ସୁରୁଖୁରୁରେ କିଛି ନ ଜଣେଇ ତାଙ୍କର ଯୋଉ ବିଦ୍ରୋହର ଭାଷାଟାକୁ ସେ କହିଦେଲେ ବିଦ୍ରୋହର ଭାଷାଟା ହେଲା ଯେ ଆମେ ଯେତେ ଯାହା ଆମ ପରମ୍ପରାକୁ ରଖିବା ଆମର ସମ୍ମାନକୁ ରଖିବା ଆମ ଓଡ଼ିଆ ପଣକୁ ରଖିବା ଯେମିତି କହିଲେ ସିମ୍ପଲିଟି ହାଇ ଥିଙ୍କିଂ ସେ ନିଜେ ବିଦେଶରେ ପାଠ ପଢ଼ିଛନ୍ତି ସେ ଦେଖିଛନ୍ତି କଳ୍ପନା କିନ୍ତୁ ଦେଖନ୍ତୁ ଆଜି ଆମ ସାମ୍ନାରେ ସେ ଉପବେଶନ ଅଛନ୍ତି କେତେ ସାଧାରଣ ଭାବେ ସେ ବସିଛନ୍ତି ତା ସହିତ ମୁଁ ଗୋଟେ ଅନୁରୋଧ ରଖିବି ଆପଣମାନଙ୍କର ତରଫରୁ ଆଜି ସମାଜର ସମସ୍ତଙ୍କ ତରଫରୁ ମୋ ତରଫରୁ ମ୍ୟାଡ଼ାମ ତନୟ ପଟ୍ଟନାୟକଙ୍କୁ ଯେତେବେଳେ ସେ ଏକ ଗଣମାଧ୍ୟମ ଓଡ଼ିଶା ଆଉ ଭାରତର ଏକ ପ୍ରମୁଖ ଗଣମାଧ୍ୟମ ଶିଳ୍ପର ବା ଗଣମାଧ୍ୟମ ସଂସ୍ଥାର ସେ ଏଡ଼ିଟର ସମ୍ପାଦକ ମୁଁ କହିବି ସେ ନିଜେ କହିଲେ ଏକ ଶିକ୍ଷା ସଂସ୍କାର ଜାତୀୟ ସଂସ୍କାର ଏକ ରାଜନୈତିକ ସଂସ୍କାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେବାରେ ଯେତେବେଳେ ଆର୍ଯ୍ୟ ସମାଜ ପ୍ରମୁଖ ଭୂମିକା ନେଇଛି ମୁଁ ସମସ୍ତଙ୍କ ତରଫରୁ ମ୍ୟାଡ଼ାମଙ୍କୁ ଗଣମାଧ୍ୟମର କିଛି ସ୍ତମ୍ଭରେ ଏଭଳି ସଂସ୍କାରମୂଳକ ଲେଖାକୁ ସେ ସମୟାନ୍ତରରେ ଯଦି ସ୍ଥାନୀୟ କରିଦେବେ ତେବେ ନିହାତି ସମାଜ ପାଇଁ ତାହା ମ୍ୟାଡ଼ାମଙ୍କୁ ମାନେ ଉପକାରୀ ହେବ ପୁଣି ଥରେ ତନୟ ପଟ୍ଟନାୟକଙ୍କୁ ସାଧୁବାଦ ସାଧୁ ବାଣୀ ଆଉ ଭାଷା ନେଇ ମୋଠୁ ଅନେକ ବରିଷ୍ଠ ସେ ଆଶୀର୍ବାଦ ଦେବେ ତାକୁ ତନୟଙ୍କ ପ୍ରତି ଯୋଉ କଥା ପ୍ରଥମ କୁହାଗଲା ଏବଂ ନିଜେ ତନୟ ପଟ୍ଟନାୟକ କହିଲେ ଯେ ଯାହାଙ୍କ ସହିତ ସେ ଆଜି ଷ୍ଟେଜ ମଞ୍ଚରେ ବସିଛନ୍ତି ଏକ ସ୍ୱପ୍ନର ମଣିଷ ଆମେ ବି ପିଲାବେଳେ ଦେଖିଥିଲୁ ବା ପଢ଼ିଥିଲୁ ଯେ ପ୍ରଥମ ବିଭୂଷି ଜଣେ ଶିବଙ୍କୁ କହିଲି ବୀରବ୍ରତ ଦାସଙ୍କର